ମନକୁ ଠିକ୍ ଦିଗରେ ବାଟ କଢ଼େଇ ନିଅ। ମନକୁ ଠିକ୍ ଦିଗରେ ଚାଳନା କର। ମନକୁ ସାଧନା କର। ଦେଖିବ ଜ୍ଞାନ ତୁମର ସେବକ ହୋଇଯିବ। ମନ ଯେଉଁଠାରେ ସ୍ଥିର ହୋଇଯାଏ ଗ୍ରହଣକ୍ଷମତା ବା ଏକାଗ୍ରତା ବହୁଗୁଣିତ ହୁଏ। ଆଉ ଏକାଗ୍ରତା ସ୍ମୃତିକୁ ଜନ୍ମ ଦେଇଥାଏ। ସେଇଥିପାଇଁ ବିବେକାନନ୍ଦ ହଜାର ହଜାର ପୃଷ୍ଠା ଥରେ ମାତ୍ର ପଢ଼ି ମନେ ରଖିପାରୁଥିଲେ। ଦୁଃଖକୁ ଯଦି ଜବରଦସ୍ତ ରୋକି ଦିଆଯାଏ ତାହା କ୍ରୋଧରେ ପରିଣତ ହୁଏ। ଆଉ ଦୁଃଖକୁ ଯଦି ସାନ୍ତ୍ୱନା ଦିଆଯାଏ ସେଥିରୁ କରୁଣା ଉତ୍ପନ୍ନ ହୁଏ।